ଖଡ଼ିଆଳରେ ମା ଗଙ୍ଗାଦେବୀଙ୍କ ବୁଏଲ ଯାତ୍ରା ଅନୁଷ୍ଠିତ। ଗ୍ରୀଷ୍ମର ପ୍ରଭାବରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଅଞ୍ଚଳ ତାତିରେ ଉଷ୍ମତା ଭରିଯାଇଛି। ତତଲା ପବନର ଘ ଘ ଶବ୍ଦରେ ସାରା ଅଞ୍ଚଳରେ ବିଛେଇ ହୋଇଯାଇଛି ଗ୍ରୀଷ୍ମର ପାଖୁଡ଼ା। 6 ଋତୁର ଋତୁଚକ୍ରରେ ଖଡ଼ିଆଳ ଛନ୍ଦି ହୋଇଯାଇଛି ଗ୍ରୀଷ୍ମର କାୟା ରୂପରେ। ପ୍ରଖର ସୂର୍ଯ୍ୟରଶ୍ମିର ଅସହ୍ୟ ପ୍ରବାହର ପସରା ମେଲି ଜୀବଜଗତରେ ଉଷ୍ମତା ଭରି ଦେଇଥିଲେ ମଧ୍ୟ ଗ୍ରୀଷ୍ମକୁ ସ୍ୱାଗତ ଜଣାଇବା ପାଇଁ ଅନେକ ଯାନିଯାତ୍ରା ପର୍ବପର୍ବାଣୀକୁ ସାଙ୍ଗରେ ନେଇ ଆସିଥାଏ ଏହି ଗ୍ରୀଷ୍ମ ପ୍ରବାହ। ସେହି ଗ୍ରୀଷ୍ମର ଉଷ୍ମ ପରଶ ମଧ୍ୟରେ ଧୋ ଧୋ ଖରାକୁ ଖାତିର ନ କରି ମଣିଷ ସମାଜ ତାର ସଂସ୍କୃତିକୁ ବଜାୟ ରଖିଥାଏ। 12 ମାସରେ 13 ପର୍ବ ପାଳନର ଏକ ଐତିହାସିକ ପରମ୍ପରାକୁ ସାଙ୍ଗରେ ନେଇ ମଣିଷ ସମାଜ ଚାଲୁଥିବା ବେଳେ ଖରା ବର୍ଷା ଶୀତ କାକର ମଧ୍ୟରେ ଆୟୋଜନ ହୋଇଥାଏ ଅନେକ କିଛି ପର୍ବପର୍ବାଣୀ। ସୂର୍ଯ୍ୟଦେବଙ୍କ କରାଳ ରୂପରେ ଘର କଣରେ ଆଳସ୍ୟ ଦୂର କରୁଥିଲେ ମଧ୍ୟ ଉତ୍ସବର ସମୟ ଆସିଲେ ମଣିଷ ସମାଜ ଗ୍ରୀଷ୍ମର ସଶକ୍ତ ବାଡ଼କୁ ଖାତିର ନ କରି ଧାଇଁ ଯାଇଥାଏ ଉତ୍ସବ ପଥକୁ। ସେଥିରେ ସେ ଅନେକ ଆନନ୍ଦ ପାଇବା ସହିତ ଦୂର ଦୂରାନ୍ତର ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ସହିତ ମହାମିଳନ ଘଟିଥାଏ। ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବଜାରପଡ଼ାଠାରେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଜାରପଡ଼ାଠାରେ ମା ଠାକୁରାଣୀ ଗଙ୍ଗାଦେବୀଙ୍କର ନବରାତ୍ରି ବୁଏଲ ଯାତ୍ରା ମହାସମାରୋହରେ ଆୟୋଜିତ ହୋଇଯାଇଛି। ଚଳଚଞ୍ଚଳ ହୋଇ ଉଠିଥିଲା ଖଡ଼ିଆଳର ବଜାରପଡ଼ା। ଆଜି ମା ଠାକୁରାଣୀ ଗଙ୍ଗାଦେବୀଙ୍କ ଚୈତ୍ର ପର୍ବର ମହାସମାରୋହ ବଜାରପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି। ମା ଠାକୁରାଣୀ ଗଙ୍ଗାଦେବୀଙ୍କ ଚୈତ୍ର ପର୍ବ ନବରାତ୍ରର ଶେଷ ନବମୀ ଦିନ ମା ଗଙ୍ଗାଦେବୀ ଲାଲ ଜରଜର ମନ୍ଦାର ମାଳ ପିନ୍ଧି ବଡ଼ ସିଙ୍ଗାର ବେଶରେ ବୁଏଲ ଯାତ୍ରା କରି ଭକ୍ତଙ୍କ ଘର ଘର ବୁଲିଥାନ୍ତି। ଆଦରର ପ୍ରିୟ ଦେବୀଙ୍କୁ ଘର ସମ୍ମୁଖରେ ପାଇ ଭକ୍ତ ଖୁବ୍ ଆଦର ସହକାରେ ହୁଳହୁଳି ଦେଇ ଧୂପଦୀପ ଦେଇ ନିଜ ଘର ସମ୍ମୁଖରେ ବନ୍ଦାପନା କରିଥାନ୍ତି। ଏହି ନବମୀ ଦିନ ମାଙ୍କ ବୁଏଲ ଯାତ୍ରାରେ ଗ୍ରାମର ମାମାନେ ନିଜ ନିଜ ଘର ସମ୍ମୁଖରେ ମାଙ୍କୁ ଅପେକ୍ଷା କରି ଜଗି ବସିଥାନ୍ତି। ମା ଠାକୁରାଣୀ ଘର ସମ୍ମୁଖକୁ ଆସିବା ପୂର୍ବରୁ ଫୁଲ ଚାଉଳ ସହିତ ମନ୍ଦାର ମାଳ ଧରି ଘର ଦ୍ୱାର ମୁହଁରେ ଦୀପ ଜାଳି ଅପେକ୍ଷା କରି ରହିଥାନ୍ତି। କେତେବେଳେ ମା ଠାକୁରାଣୀ ତାଙ୍କ ଘର ସମ୍ମୁଖରେ ବିରାଜମାନ ହେବେ ସେଥିପାଇଁ ସମସ୍ତେ ବ୍ୟାକୁଳ ହୋଇ ଉଠିଥାନ୍ତି। ଶେଷରେ ଅପେକ୍ଷାର ଅନ୍ତ ଘଟିଯାଏ। ବିରାଟ ଭକ୍ତ ପଟୁଆର ଗହଳି ମଧ୍ୟରେ ମହାସମାରୋହରେ ଉତ୍ସବ ମୁଖରିତ ପରିବେଶ ସୃଷ୍ଟି କରି ଘର ସମ୍ମୁଖରେ ନିଜର ପ୍ରିୟ ଦେବୀ ମା ଠାକୁରାଣୀ ବିରାଜମାନ କରିଥାନ୍ତି। ଖୁବ୍ ଭକ୍ତିର ସହିତ ମାମାନେ ପ୍ରିୟ ମା ଠାକୁରାଣୀଙ୍କୁ ଫୁଲ ଚାଉଳ ସହିତ ଧୂପ ଦୀପ ଦେଇ ମନ୍ଦାର ମାଳ ପିନ୍ଧାଇ ବନ୍ଦାପନା କରିଥାନ୍ତି। ଏହି ବନ୍ଦାପନା ବେଳେ ଚତୁର୍ଦିଗରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଥାଏ। ଶଙ୍ଖ ହୁଳହୁଳିର ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହେଇଯାଉଥିବା ବେଳେ ଖଡ଼ିଆଳ ସହରରେ ଖେଳି ଯାଇଥାଏ ଭକ୍ତି ଓ ବିଶ୍ୱାସର ପରିବେଶ। ଖଡ଼ିଆଳର ବଜାରପଡ଼ାଠାରେ ମା ଠାକୁରାଣୀଙ୍କ ଚୈତି ପର୍ବର ବୁଏଲ ଯାତ୍ରା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଆସୁଛି। ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ମନ୍ଦିର କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖଡ଼ିଆଳ ଅଧିଷ୍ଠାତ୍ରୀ ମା ଠାକୁରାଣୀ ଗଙ୍ଗାଦେବୀଙ୍କ ଚୈତି ପର୍ବ 9 ଦିନ ଧରି ହେଉଥିବା ବେଳେ ମାଙ୍କ ପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଠାକୁରାଣୀ ଗଙ୍ଗାଦେବୀ କମିଟିର ସଭାପତି ବାଲେ ଶବର, ଉପସଭାପତି ଚିକୁ ପଟେଲ, ସମ୍ପାଦକ ଚିକୁ ଶବର, କୋଷାଧ୍ୟକ୍ଷ ତ୍ରିନାଥ ଶବର, ଜୟସିଂ କେତକୀ, ହରେକୃଷ୍ଣ ଶବର, ଟିକେରାମ ଶବର, ରାଧାକାନ୍ତ ବେହେରା, ଘନଶ୍ୟାମ ଭୋଇ,
ସହିତ ମୁଖ୍ୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ଖୁବ୍ ମହାସମାରୋହ ମଧ୍ୟରେ ମା ଠାକୁରାଣୀ ଗଙ୍ଗାଦେବୀଙ୍କ ଚୈତି ପର୍ବର ବୁଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।